ଓହ୍ଲାଉଛନ୍ତି ସେମାନେ ଏଇଠି ଦେଖନ୍ତୁ ଓହ୍ଲାଉଛନ୍ତି। ଆପଣମାନେ ବି ଆସନ୍ତୁ ବୋଟିଂ କରିବା ପାଇଁ। ଆଉ ଡଙ୍ଗା ଗୁଡ଼ା ଦେଖନ୍ତୁ ଏପଟକୁ ସେପଟକୁ ହେଉଛି, ପବନ ଦେଉଛି ନା ହାଲୁକା ହାଲୁକା। ଆଉ ଡଙ୍ଗା ଗୁଡ଼ା ଦେଖନ୍ତୁ ଭାଇ ଏପଟକୁ ଥରେ ସେପଟକୁ ଥରେ ହେଉଛି, ବହୁତ ସୁନ୍ଦର ଲାଗୁଛି ଭାଇ। ମୁଣ୍ଡ ଭଳିଆ ଚାରିଆଡ଼େ ଖାଲି ଦେଖାଯାଉଛି ଦେଖନ୍ତୁ, ବହୁତ ସାରା ମୁଣ୍ଡ ଭଳିଆ। ଯେଟା ବୋଟ୍ କୁହାଯାଏ ନା, ଯାଆନ୍ତି 15 ଦିନ, ଗୋଟେ ସପ୍ତାହ, 10 ଦିନ ପାଇଁ ମାନେ ସମୁଦ୍ର ଭିତରକୁ ପୁରା ଭାଇ। ଆମର ଚିଲିକା, ଅସ୍ତରଙ୍ଗ, ପୁରୀ ଆହୁରି। ହାଇ ହ୍ୟାଲୋ ନମସ୍ତେ, ଆଶା କରୁଛି ଭଲରେ ଥିବେ ସମସ୍ତେ। ସମସ୍ତଙ୍କ PSM ହେପି ଭାଇ ଚ୍ୟାନେଲ୍ ତରଫରୁ ଜୟ ଜଗନ୍ନାଥ। ତ ଭାଇ ଆଜି ପହଞ୍ଚି ଯାଇଛି ସନ୍ଧ୍ୟାବେଳେ ନଦୀ କୂଳରେ। ଆଉ ନଦୀ କୂଳରେ ଭାଇ ସନ୍ଧ୍ୟାବେଳେ ଭିୟୁଟା ଭାଇ ମସ୍ତ ଅଛି। ଆଉ ଆପଣମାନଙ୍କୁ ବ୍ୟାକ୍ କ୍ୟାମେରା କରି ସବୁକିଛି ବୁଲେଇକି ଦେଖେଇବି। ତ କେମିତି କ'ଣ ଲାଗୁଛି କମେଣ୍ଟରେ ଜଣାଇବେ ସୁନିଶ୍ଚିତ, ଜମା ବି ଭୁଲିବେନି। ତ ଚାଲ ଭାଇ ଭିଡ଼ିଓ ଆରମ୍ଭ କରିବା। ଆଉ ବହୁତ ସୁନ୍ଦର ଲାଗୁଛି, ବହୁତ ବଢ଼ିଆ ଲାଗୁଛି, ସେଇଥିପାଇଁ ସନ୍ଧ୍ୟାବେଳେ ଆସିଲି ଭିଡ଼ିଓ ବନେଇବା ପାଇଁ। ଯେ ସାଙ୍ଗମାନଙ୍କ ସହିତ ସେୟାର କରିବି, ସେମାନଙ୍କୁ ମାଇଣ୍ଡ ଫ୍ରେଶ୍, ମାନେ ଦେଖିଲେ ମାଇଣ୍ଡ ଫ୍ରେଶ୍ ହେବ, ସେଇଥିପାଇଁ ସେଇ ଆଶାରେ ଆସିଛି। ଆପଣମାନେ କମେଣ୍ଟରେ ଜଣାଇବେ କେମିତି କ'ଣ ହେଇଛି କ'ଣ ନାହିଁ, ତ କମେଣ୍ଟରେ ଆପଣମାନେ ଜଣାଇବେ। ତ ଚାଲ ଭାଇ ଭିଡ଼ିଓ ଆରମ୍ଭ କରିବା। ଏଇଠି ମୁଁ ପଛପଟ ଦେଖିପାରୁଥିବେ ଭାଇ, ପୁରା ଅଲଗା ପ୍ରକାର ଲାଗୁଛି ଭାଇ। ଟିକେ ଦୂରକୁ ଯାଇକି ମୁଁ ଭଲସେ ଆପଣଙ୍କୁ ଦେଖୁଛି। ଏଇଠି ଦେଖନ୍ତୁ ଭାଇ, ଏଇଠି ବହୁତ ସୁନ୍ଦର ଲାଗୁଛି ଭାଇ, ଦେଖନ୍ତୁ ଖାଲି। ଆଉ ଟିକେ ମୁଁ ଭଲସେ ଆପଣମାନଙ୍କ ସହିତ ସେୟାର କରୁଛି, ଚାଲ। ଏଇଠି ଦେଖନ୍ତୁ ଭାଇ କେତେ ସୁନ୍ଦର ଲାଗୁଛି, ଦେଖନ୍ତୁ ଭିୟୁଟା ଭାଇ ମସ୍ତ ଅଛି, ପୁରା ଅଲଗା ପ୍ରକାର ଅଛି। ପୁରା ନଦୀ କୂଳରେ ମୁଁ ଅଛି ତ, କେତେ ସୁନ୍ଦର ଲାଗୁଛି ଦେଖନ୍ତୁ ଭାଇ। ପୁରା ଅବିକଳ, ମାନେ କେମିତି କ'ଣ ଦେଖାଯାଉଛି କହିଲ, ପାହାଡ଼, ମାନେ ବାଲିଟା ଜଣାପଡ଼ୁନି, ପୁରା ଜଣାପଡ଼ୁଛି ପୁରା ପାହାଡ଼ ଭଳିଆ। ବହୁତ ସୁନ୍ଦର ଲାଗୁଛି ଭାଇ, କେତେ ସୁନ୍ଦର ଲାଗୁଛି ଦେଖନ୍ତୁ, ପୁରା ଅଲଗା ପ୍ରକାର। ତାରି ଉପରେ ଘର ବି ଅଛି ଭାଇ, ୟା ଉପରେ ଘର ବି ଅଛି। ଆଉ ବହୁତ ସୁନ୍ଦର ଲାଗୁଛି। ସନ୍ଧ୍ୟାବେଳେ ପଳେଇ ଆସିଲୁ, ମାନେ ଏବେ 5ଟା, ଟାଇମ୍ 5ଟା ହେଇଛି। ଶୀତ ଦିନ ତ ଏବେ ଜଲ୍ଦି ଟିକେ ସନ୍ଧ୍ୟା ହେଇଯାଉଛି। ଆଉ ସୂର୍ଯ୍ୟ ଭଗବାନ ବି ଦେଖାଯାଉନାହାନ୍ତି। ଆଉ ମାମୁଁଙ୍କ ପୁଅ ଆଉ ମୁଁ, ମାମୁଁଙ୍କ ପୁଅ ସେଇଠି ଦେଖିପାରୁଥିବେ, ସିଏ ତାଙ୍କର ଭିଡ଼ିଓ କରୁଛୁ। ଆଉ ଏମିତି କିଛି ଅଛି ଦେଖନ୍ତୁ ଭାଇ, ଡଙ୍ଗା ଗୁଡ଼ାକ ୱାଉ ମସ୍ତ ଲାଗୁଛି ଡଙ୍ଗା ଗୁଡ଼ାକ ଭାଇ। ଏଇଠି ଦେଖନ୍ତୁ ପୁରା ଅଲଗା ପ୍ରକାର ଲାଗୁଛି ଡଙ୍ଗା ଗୁଡ଼ାକ, ବହୁତ ସୁନ୍ଦର ଲାଗୁଛି ନା ଭାଇ। କମେଣ୍ଟରେ ଜଣାଇବେ। ଆଉ ସେଇଟା ବୋଟିଂ ପାଇଁ, ମାନେ ଯେଉଁମାନେ ବି ଆସିବେ ତାଙ୍କର କେତେ ପଇସା ନିଅନ୍ତି, ସେଇଥିରେ ଯିବେ ବୋଟିଂ କରିବା ପାଇଁ। ସେପଟେ ଯିବେ, ସେପଟେ ଆଡ଼େ ଯିବେ, ସେଇପଟରୁ ବୁଲିକି ପୁଣି ଆଗକୁ ଯିବେ। ଆଗରେ ସେଇଠି ଟିକେ ବୁଲାବୁଲି କରିକି ଆସିବେ। ଆଉ ବୋଟିଂ ପାଇଁ ତ କେତେ ଟଙ୍କା ନେଉଛନ୍ତି ମୁଁ ଜାଣିନି। ସେଇଠି ଗୋଟେ ଦେଖ ମାନେ ନଦୀରେ ଭାସୁଛି, ଆଉ ଗୋଟେ ଏଇଠି ଦେଖନ୍ତୁ ଉପରେ ଅଛି। ସେଇଟା ଚାଲ, ସେଇଟା ଭଲସେ ଆପଣଙ୍କୁ ଦେଖାଉଛି କେମିତି କ'ଣ ସିଟ୍ ଅଛି, ଆଉ କେମିତି କ'ଣ ଲାଗୁଛି ସେଇଟା ଆପଣଙ୍କ ସହିତ ସେୟାର କରିବି। ଏ ଭାଇ ଦେଖନ୍ତୁ ଏଇଠି କାଦ, ବାଲି ସହିତ କାଦ ଅଛି, ଟିକେ ହେବ ନା ଭାଇ ପୁରା ସିଲେଇ ହେଇଯିବ, ପୁରା ଯାଇକି ମୁଁ ପାଣିରେ। ଆଉ ଏଇଟା ଭାଇ ବହୁତ ଖାଲ, ଏଇଟା ବହୁତ ଖାଲ ଭାଇ। ଏମିତି କିଛି ଅଛି ଦେଖନ୍ତୁ ଭାଇ, ଏମିତି ସିଟ୍ କିଛି ଅଛି, ସେ ସିଟ୍ରେ ବସିବ, ଯିବ ଆଉ ବୁଲିବା ପାଇଁ। ଡଙ୍ଗାଟା ଏମିତି କିଛି ଅଛି ବୋଟିଂ ପାଇଁ, ବୋଟିଂ ପାଇଁ ଡଙ୍ଗାଟା ଏମିତି କିଛି ଅଛି। ଆଉ ସେଇଠି ଦେଖନ୍ତୁ ଶୁଖୁଆ, ଶୁଖୁଆ ସବୁ ଲୋଡ଼ ହେଉଛି। ଏଇଠି ଦେଖନ୍ତୁ ଭାଇ ଶୁଖୁଆ ପୁରା ଏଇଠାରୁ ନେଇକି ଏଇ ଡଙ୍ଗାରେ ଅଛି, ଆଉ ସେଇ ଡଙ୍ଗାରୁ ନେଇକି ସେଇଠି ଲୋଡ଼ କରୁଛୁ। ଆଉ ସେଇଠି ଦେଖନ୍ତୁ ଫିସିଂ ରଡ଼ ପକାଉଛି ସେ ଭାଇ ଜଣେ, ସେଇଠି ଭେକ୍ଟି ମାଛ ଧରିବା ପାଇଁ। ଏଇଠି ଦେଖନ୍ତୁ ପଳେଇଲେ ସିଏ, ଏବେ ଟାଇମ୍ ଓଭର୍ ହେଇଗଲାଣି ତ ଏବେ ମାଛ ପଡ଼ିବନି ତାଙ୍କର, ସେମିତି ପକାଉଛି, ଯଦି ଭାଗ୍ୟରେ ନସିବରେ ଥିବ ଯଦି ଲାଗିଯିବ ମାଛ। ତ ଏମିତି କିଛି ଅଛି ଦେଖନ୍ତୁ, ଏଇଠାରୁ ବୁରା ନେଇକି ଏଇଠି ରଖୁଛି, ଥାପି ମାରୁଛୁ, ତାପରେ ଗାଡ଼ି ଲୋଡ଼ ହେବ। ଉପରେ ଗାଡ଼ି ଛିଡ଼ା ହେଇଛି ଦେଖିପାରୁଥିବେ, ସେଇଠି ଗାଡ଼ି ଛିଡ଼ା ହେଇଛି। ଆଉ ଏଇଠି ଗୋଟେ ବୋଟ୍ ଅଛି। ଏମିତି ଡଙ୍ଗା ଗୁଡ଼ା ଭାଇ ବହୁତ ସୁନ୍ଦର ଲାଗୁଛି, ଏଇଠି ଡଙ୍ଗା ଗୁଡ଼ାକ ବହୁତ ସୁନ୍ଦର ଲାଗୁଛି ଭାଇ, କେତେ ସୁନ୍ଦର ଲାଗୁଛି ଦେଖନ୍ତୁ ଡଙ୍ଗା ଗୁଡ଼ାକ। ଆଉ ଚାଲ ସେପଟକୁ ଯିବା, ସେପଟରେ ଆପଣମାନଙ୍କୁ ବୁଲେଇକି ଦେଖେଇବି କେମିତି କ'ଣ ଅଛି, ଚାଲ। ଏଇଠି ଦେଖନ୍ତୁ ଭାଇ, ଏଇଠି ବି ବହୁତ ସୁନ୍ଦର ଲାଗୁଛି। ମୁଁ ସେପଟେ ଥିଲି ଭାଇ, ସେପଟରୁ ଏପଟେ ଚାଲି ଚାଲିକି ଆସୁଛୁ। ଆଉ ଏଠି କେତେ ଜାଲ ପଡ଼ିଛି ଦେଖନ୍ତୁ ଭାଇ, ଏଇ ମାନେ ନଦୀରେ, ସମୁଦ୍ରରେ, ଯେ ନଦୀରେ ତ ନୁହେଁ, ସମୁଦ୍ରରେ ଜାଲ ଗୁଡ଼ା ଯେ ରହିଯାଏ, ସେଗୁଡ଼ା ଆସିକି କୂଳରେ ହିଁ ଲାଗେ। କୂଳରେ ଲାଗିଲେ ସେ ଧୀରେ ଧୀରେ ଯେତେବେଳେ ଜୁଆର ହୁଏ, ସେ ଧୀରେ ଧୀରେ ଆସିକି ଉପରେ ଚଢ଼ିଯାଏ। ଏମିତି କିଛି ଦେଖନ୍ତୁ ଭାଇ ଜାଲ ଅଛି। ଆଉ ସେଇଟା ଲୋକଙ୍କର ଜାଲ, ସେ ରଖିଛି ସେମାନେ। ଆଉ ଏଇଠି ଦେଖନ୍ତୁ ଭାଇ ପୁରା ଅଲଗା ପ୍ରକାର ଲାଗୁଛି, ବହୁତ ସୁନ୍ଦର ଲାଗୁଛି ଭାଇ, ଏଇଟା ବହୁତ ସୁନ୍ଦର ବଢ଼ିଆ ଲାଗୁଛି। ଏଇଠି ବି ଗୋଟେ ଅଛି ଦେଖନ୍ତୁ ବୋଟିଂ ପାଇଁ। ଆଉ ଏଇଟା ମାଛ ଧରିବା ପାଇଁ ଡଙ୍ଗା, ସେମ୍ ଷ୍ଟାଇଲ୍, ଏ ଷ୍ଟାଇଲ୍ ଯାହା, ୟା ଷ୍ଟାଇଲ୍ ବି ସେମ୍,
କିନ୍ତୁ ଏଇଟା ମାଛ ଧରିବା ପାଇଁ, ଏଇଟା ବୋଟିଂ ପାଇଁ। ଫରକ ଏତିକ, ମାଛ ଧରିବା ଆଉ ବୋଟିଂ। ଏଇଟା ଦେଖନ୍ତୁ, ଏଇଟା ଆପଣଙ୍କୁ ଭଲସେ ଦେଖୁଛି ପାଖରେ ଯାଇକି। ଏଇଟା ଦେଖନ୍ତୁ, ଏ ବି ସେଇ ସିଷ୍ଟମ୍, ବସିକି ବୋଟିଂ କରିପାରିବେ, ମାନେ ଯିବେ ଆଉ ବୋଟିଂ କରିବା ପାଇଁ। ତ ଏମିତି କିଛି ଅଛି। ସେଇଠି ଗୋଟେ ଦେଖିକି ଆସିଲି, ଉପରେ ଚଢ଼ା ହେଇକି ଅଛି, ସେଇଠି ଗୋଟେ ଭାସୁଛି, ଏଇଠି ଗୋଟେ, ଆଉ ଗୋଟେ ଏଇଠି ଗୋଟେ ଦେଖନ୍ତୁ। ଏଇଟା ବି ବଢ଼ିଆ ହେଇଛି ଭାଇ। ଭାଇ ବହୁତ ଗୁଡ଼ାକ ଆହୁରି ଅଛି, ମାନେ କେତେ, 1 2 3 ଏଇଟା ଗୋଟେ 4ଟା, ସେଇଠି ଗୋଟେ ଅଛି ଦେଖନ୍ତୁ ଭାଇ, 5ଟା ଭାଇ ଅଛି। ଏଇଟା ଦେଖନ୍ତୁ ଭାଇ, ଏଇ ସେଇ ଶୁଖୁଆ ଉଠଉଥିଲେ, ଏବେ ଯାଉଛି ସିଆଡ଼କୁ। ଆଉ ଚାଲନ୍ତୁ ଭାଇ ଦେଖିବି ଶୁଖୁଆ ଖୋଳା, ମାନେ ଯେ ଚୁଙ୍ଗୁଡ଼ି, ସମୁଦ୍ର ଚୁଙ୍ଗୁଡ଼ି, କି ଏ ନଦୀ ଚୁଙ୍ଗୁଡ଼ି, ଆଉ ସେଇଟା ଶୁଖୁଆ କିଳି ଶୁଖାଯାଏ, ସେଇଟା ଆପଣମାନଙ୍କ ସହିତ ଦେଖେଇବି। ଚାଲନ୍ତୁ ଆଗକୁ ଯିବା ପାଇଁ ପଡ଼ିବ। ତା ଆଗରୁ ଆଉ ଗୋଟେ ଭଲ ଜିନିଷ ମୋତେ ଲାଗିଲା, ଆପଣମାନଙ୍କୁ ଭଲ ଲାଗିବ ସାୟଦ, ସେଇଥିପାଇଁ ମୁଁ ସେୟାର କରିବାକୁ ଚାହୁଁଛି। ଏଇଠି ଦେଖନ୍ତୁ, ଏ ଫୁଲଟା ବହୁତ ସୁନ୍ଦର ଲାଗୁଛି ଭାଇ। କ୍ୟାମେରାରେ କେମିତି କ'ଣ ଲାଗୁଛି ମୁଁ କହିପାରିବିନି, କିନ୍ତୁ ନିଜ ଆଖିରେ ଯେତେବେଳେ ମୁଁ ଦେଖୁଛି ନା ଭାଇ, ବହୁତ ସୁନ୍ଦର ଲାଗୁଛି। ଏଇଠି ବିଜି ଫୁଲ ହେଇଛି, ଏ ବଣ ଫୁଲ ଗୁଡ଼ା ବହୁତ ସୁନ୍ଦର ଲାଗୁଛି। ଏଇଠି ଦେଖନ୍ତୁ ଭାଇ, ନିମ୍ବ ଗଛ, ଝାଉ ଗଛ, କେତେ ପ୍ରକାର ଗଛ ହେଇଛି। ଆଉ ବାଲିଟା ଦେଖନ୍ତୁ ଭାଇ, ଅଲଗା ପ୍ରକାର ହେଇଛି। ଭାଇ ଆପଣମାନଙ୍କୁ ତ ସବୁକିଛି ଦେଖେଇ ଚାଲିଛି, ଆଉ ଆପଣମାନଙ୍କୁ କେମିତି କ'ଣ ଲାଗୁଛି ସେଇଟା ଆପଣମାନେ କ'ଣ କମେଣ୍ଟ କରିକି ଜଣେଇବେ। ଆଉ ଭିଡ଼ିଓ ଯଦି ଭଲ ଲାଗୁଥାଏ ଶେଷ ଯାଏ ଦେଖନ୍ତୁ, ଆଉ ଯଦି ଭଲ ଲାଗୁଥାଏ ଜମା ବି ଭୁଲିବେନି ସବସ୍କ୍ରାଇବ୍ କରିକି ଯିବେ, ଜମା ବି ଭୁଲିବେନି। ଆଉ ଲାଇକ୍ କରିବେ, ଆଉ ସେୟାର ମଧ୍ୟ କରିବେ ସାଙ୍ଗମାନଙ୍କ ପାଖକୁ, ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କ ପାଖକୁ ସେୟାର କରିବେ, ସେମାନେ ବି ଦେଖିବେ। ଆପଣଙ୍କୁ ଯଦି ଭଲ ଲାଗୁଥିବ ସେମାନଙ୍କୁ ବି ଭଲ ଲାଗିବ ଆଶା। ତ ଚାଲ ଭାଇ, ଏମିତି କିଛି ଆପଣମାନଙ୍କ ପାଇଁ ଭିଡ଼ିଓ କିଛି ବନଉଛି, ଏମିତି ବୁଲିକା ଏଇଠି ସେଇଠି ବୁଲିକା ଭିଡ଼ିଓ ବନଉଛି। ଆଉ ଯେଉଁଟା ମୋତେ ଭଲ ଲାଗୁଛି ଭାଇ ସେଇଟା ମୁଁ ସେୟାର କରେ, ଯେଉଁଟା ମୋତେ ଭଲ ଲାଗେନି ସେଇଟା ମୁଁ ସେୟାର କରେ ନାହିଁ। କାହିଁକିନା ମୋତେ ଏଇଟା ଭଲ ଲାଗୁନି, ଆପଣମାନଙ୍କୁ କ'ଣ ଭଲ ଲାଗିବ ସେଇଟା, ସେଇଥିପାଇଁ ମୁଁ ସେୟାର କରେନି। ଯେଉଁଟା ମୋତେ ନ ଭଲ ଲାଗେ ଆପଣମାନଙ୍କୁ ଭଲ ଲାଗିପାରେ, କିନ୍ତୁ ମୁଁ ସେଇଟା ସେୟାର କରେନି, କାହିଁକିନା ମୋତେ ମନ ଛୁଇଁଲାନି, ଆଉ ମୁଁ କ'ଣ ସେୟାର କରିବି ସେଇଟାକୁ। ତ ଚାଲ, ଏମିତି ଆହୁରି ବହୁତ ସୁନ୍ଦର ଭିଡ଼ିଓ ଆସିବ। 400 ବର୍ଷର କ'ଣ ଶିମିଳି ଗଛ, ସେଇଟା ଆପଣମାନଙ୍କ ସହିତ ସେୟାର କରିବି। ଆଉ ସେଇ ଗଛ ମୂଳରେ କେଉଁ ମା ପୂଜା ପାଉଛି ସେଇଟା ବି ଦେଖେଇବି। ଆଉ ଭିଡ଼ିଓଟା ବେଶୀ ବଡ଼ ହେବନି, ଛୋଟ ହେବ, କିନ୍ତୁ ବହୁତ ମଜାଦାର ଭିଡ଼ିଓ ହେବ। ଆଉ କେଉଁ ମା ପୂଜା ପାଉଛନ୍ତି ସେଇ ଗଛ ମୂଳରେ, ତ ସେଇଟା ସବୁକିଛି ଦେଖେଇବି। ଆଉ ବହୁତ ସୁନ୍ଦର ହେବ ଭିଡ଼ିଓଟା, ଭିଡ଼ିଓଟା ବହୁତ ଜଲ୍ଦି ଆସିଯିବ। ଆପଣମାନେ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ, ଲାଇକ୍ କରନ୍ତୁ। ତା ଦେଖିବେ 400 ବର୍ଷର ଗଛ ଭାଇ, ମାନେ ଦେଖିଲେ ଆପଣମାନେ ଜାଣିପାରିବେନି 400 ବର୍ଷର ଗଛ ବୋଲି, ଜଣା ପଡ଼ୁନି ଭାଇ, କିନ୍ତୁ 400 ବର୍ଷର ଗଛ। ତ ଚାଲ ସେଇଟା ଆପଣମାନଙ୍କୁ ସେୟାର କରିବି। ଆଉ ଏଇଠି ଦେଖନ୍ତୁ କେତେ ମାଛ ଧରିବା ଡଙ୍ଗା ଅଛି ଦେଖନ୍ତୁ ଭାଇ। ଆଉ ସମୁଦ୍ରକୂଳ ସେପଟେ ଦେଖନ୍ତୁ ପୁରା ଏବେ ଧୂଆଁଳିଆ ହେଇଗଲାଣି, କାହିଁକିନା କୁହୁଡ଼ି, ଶୀତ ଦିନ ତ କୁହୁଡ଼ିଟା ଅଛି, ସେଥିପାଇଁ ଧୂଆଁଳିଆ ହେଇଗଲାଣି। ଆଉ ଆମେ ବି ଆସିଲୁ ସନ୍ଧ୍ୟାବେଳେ, ଆଉ ଏମିତି ଆଜି କାମ ନଥିଲା ତ ଏମିତି ଘରେ ବସିଥିଲୁ। ତ ସେଥିପାଇଁ ମୁଁ ମାମୁଙ୍କ ଘରେ ଥିଲା, ସିଏ ଏବେ ଆସିଛି ଘରକୁ, ସେ ଭୁବନେଶ୍ୱରରେ ରୁହେ। ଆଉ ସେ ଘରକୁ ଆସିଛି, ମୁଁ ତାକୁ ଡାକିଦେଲି, କହିଲି ଟିକେ ଯିବା ବୁଲିବା ପାଇଁ ନଦୀ କୂଳକୁ। ତ ସେଥିପାଇଁ ଦି ଭାଇ ପଳେଇ ଆସିଲୁ। ଆଉ ଆସିଲୁ ଯେତେବେଳେ ବହୁତ ସୁନ୍ଦର ଲାଗିଲା ମୋତେ। କିଛି ଭିଡ଼ିଓ ବନେଇବା ମୋଟିଭରେ ଆସିନଥିଲି, କିନ୍ତୁ ମୋତେ ଦେଖିଲା ପରେ ବହୁତ ସୁନ୍ଦର ଲାଗିଲା ଭିୟୁଟା, ଯେ ମୁଁ କହିଲି ଯେ ଏମିତି ଭିଡ଼ିଓ ବନେଇବି ତ ସାଙ୍ଗମାନଙ୍କୁ ବହୁତ ସୁନ୍ଦର ଲାଗିବ, କି ଭାଇମାନଙ୍କୁ ବହୁତ ସୁନ୍ଦର ଲାଗିବ, ସେଇଥିପାଇଁ ଭିଡ଼ିଓ ବନେଇବା ଷ୍ଟାର୍ଟ କରିଦେଲି। ତ ସେମିତି କିଛି ମୁଡ୍ ନଥିଲା ଭିଡ଼ିଓ ବନେଇବା ପାଇଁ, ଆଉ ମାଇଣ୍ଡଟା ବି ଭାଇ ଅଲଗା ପ୍ରକାର ଗୋଟେ ଡିଷ୍ଟର୍ବ ଅଛି, ଆଉ ସେଇଥିପାଇଁ କିଛି ଭଲ ଲାଗୁନଥିଲା। ସେଥିପାଇଁ ମୁଁ କହିଲି ଟିକେ ଯାଏ ନଦୀ କୂଳ ଆଡ଼େ ଟିକେ ବୁଲି ଆସିବା, ଦେନ୍ ମାଇଣ୍ଡ ବି ଫ୍ରେଶ୍ ହେଇଯିବ, ଆଉ ଟିକେ ବୁଲି ଆସିବା। ତାପରେ ମୁଁ ଯେତେବେଳେ ଦେଖିଲି ଯେ ଏତେ ସୁନ୍ଦର ଲାଗୁଛି, ସେଇଥିପାଇଁ ମୁଁ ଭିଡ଼ିଓ ବନେଇବା ଷ୍ଟାର୍ଟ କରିଦେଲି, ମୋ ଭାଇମାନଙ୍କ ସହିତ ସେୟାର କରିବି। ତ ଏମିତି କିଛି ଅଛି ଦେଖନ୍ତୁ, ଝାଉ ଗଛ ଏଇଟା ଦେଖନ୍ତୁ ମୋ ପଛପଟରେ, ଝାଉ ଗଛ ପୁରା ଅଲଗା ପ୍ରକାର ଅଛି। ଆଉ ଏଇଟା ଦେଖନ୍ତୁ ବୋଟ୍ ଗୋଟେ ଅଛି, ଏଇଠି ଦେଖନ୍ତୁ ବୋଟ୍ ଗୋଟେ ଅଛି, ଏଇଟା ମାଛ ଧରିବା ଡଙ୍ଗା, ଏଇଟା ମା ଦୁର୍ଗା, ଦେଖନ୍ତୁ ମା ଦୁର୍ଗା ମାଛ ଧରିବା, ଆମ ଗାଁ ଲୋକର ଏଇଟା ତାଙ୍କର ବୋଟ୍, ବହୁତ ବଡ଼ଟେ ହେଇଛି, ପୁରା ଫାଇବର ବଡ଼ି ଭାଇ। ଆଉ ଏଇଠି ଦେଖନ୍ତୁ କେତେ ସାରା ଡଙ୍ଗା, ଏଇଠି ବହୁତ ସାରା ଡଙ୍ଗା ଦେଖନ୍ତୁ, ସେପଟେ ଦେଖନ୍ତୁ। ଆଉ ସେଇଠି ଦେଖନ୍ତୁ ଯେଟା ବୋଟ୍ କୁହାଯାଏ ନା, ଯାଆନ୍ତି 15 ଦିନ, ଗୋଟେ ସପ୍ତାହ, 10 ଦିନ ପାଇଁ, ମାନେ ସମୁଦ୍ର ଭିତରକୁ ପୁରା ଭାଇ, ଆମର ଚିଲିକା, ଅସ୍ତରଙ୍ଗ, ପୁରୀ,
ଆହୁରି ସିଆଡ଼େ ସିଆଡ଼େ କେଡ଼େ କେଡ଼େ ସବୁ ଯାଆନ୍ତି ଭିତରକୁ, ବହୁତ ଭିତରକୁ ଯାଆନ୍ତି। ଆଉ ସେଇପଟଟା ଭାଇ ସେଇଠି ଛିଡ଼ା ହେଇଛି ବହୁତ ଦୂରରେ, ଆଉ ସେଇଠି ଯିବିନି, ସେଇଠି ବହୁତ ଦୂରରେ ଛିଡ଼ା ହେଇଛି। ଆଉ ଏଇଠି ଦେଖିବି, ଆଉ ଆପଣମାନଙ୍କୁ ଦେଖେଇବି କହୁଛି ନା ଶୁଖୁଆ ସେଇଟା ଦେଖେଉଛି। ଚାଲ କେମିତି କ'ଣ ଅଛି ସେଇଟା ଆପଣମାନଙ୍କ ସହିତ ସେୟାର କରିବି କହିଛି, ମାନେ କରିବି। ତ ଚାଲ ଟିକେ ଯିବା ପାଇଁ ପଡ଼ିବ ମୋତେ ଆଗକୁ। ତ ଚାଲ ଚାଲ ବ୍ୟାକ୍ କ୍ୟାମେରା କରିକି ଦେଖଉଛି ମାନେ ନଦୀରେ ମାନେ କେମିତି କ'ଣ ଡଙ୍ଗା ଗୁଡ଼ା ସବୁ ଭାସିକି ଅଛି ଦେଖଉଛି। ଚାଲ ଏଇଠି ଦେଖ ଭାଇ, ଏଇଟା ବି କାହାର ଗୋଟେ ବୋଟ୍ ଥିଲା ଭାଇ। ଏଇଟା ବୋଟ୍ରେ ତଳିଟା, ଯେଉଁ ତଳିଟା ଅଛି ନା ଭାଇ, ଏମିତି ତଳି ଯେଉଁଟା ବାଲିରେ ଲାଗିକି ଅଛି ତଳିଟା, ସେଇଟା ଏଇଟା ଥିଲା ଭାଇ। ମାନେ ପୁରୁଣା ହେଇକି ଭାଙ୍ଗିକି ଏଇଠି ଚାଲିଗଲା ଭାଇ। ସେଇଠି ଗୋଟେ ଦେଖନ୍ତୁ, ସେଇଠି ବି ସେମିତି ଚାଲିଗଲା, ପୋତିକି ଚାଲିଗଲା ସେଇଠି। ମାନେ ସେ ବାଲିରେ ଦେଖନ୍ତୁ, ଏଇଠି ଗୋଟେ ଡଙ୍ଗା ଉପରେ ଅଛି। ଏବେ ଭାଇ କ'ଣ କହିଲେ, ମାନେ ଭଟ୍ଟା ଜୁଆର ନାହିଁ, ଏବେ ଭଟ୍ଟା ହେଉଛି ପାଣି। ସେଇଥିପାଇଁ ପାଣିଟା ସମୁଦ୍ର ଭିତରକୁ ଯାଉଛି ନଦୀରୁ, ସେଇଥିପାଇଁ ପାଣି ନାହିଁ। ସବୁ ଡଙ୍ଗା ବୋଟ୍ ସବୁ ଉପରେ ବସିକି ରହିଛି ଦେଖନ୍ତୁ ଭାଇ, ଏମିତି କାଦରେ ବସିଛି। ଏଗୁଡ଼ା ଭାଇ ଟିକେ ଖାଲି ହଲେଇକି ଟିକେ ଖାଲି ପେଲି ଦେଲେ ପୁରା ପାଣି ଚାଁ କିନା ପଳେଇବ। କାହିଁକିନା କାଦଟା ବହୁତ ଏଇଠି, ମାନେ କ'ଣ କହିଲେ, ବହୁତ ନରମ କାଦ। ଆଉ ଟିକେ ଗୋଡ଼ ଖସିଯିବ ମାନେ ଭାଇ ପୁରା ଯାଇକି ତଳେ। ତ ଏଇଗୁଡ଼ା ଦେଖିବି, ଏଇ ଯେଉଁ ନେଟ୍ ମେଲା ହେଇଛି ଭାଇ, ସେଇଥିରେ ଏଇ ଚୁଙ୍ଗୁଡ଼ି, ସମୁଦ୍ର ଚୁଙ୍ଗୁଡ଼ି ଶୁଖାଯାଏ। ଆଉ ତାଙ୍କର ରେଟ୍ ହେଲା, ସେଇ ଚୁଙ୍ଗୁଡ଼ି ଶୁଖିଗଲା ପରେ ରେଟ୍ ହେଲା 150-200 ଟଙ୍କା କିଲୋ ଭାଇ। କିଲୋକୁ ମାନେ କେଜି, ସେଇ 150-200 ଟଙ୍କା କେଜି ଭାଇ ଏଇଠି ଶୁଖାଯାଏ। ଦେଖନ୍ତୁ ଭାଇ, ଏଇଟା ହେଲା ଶୁଖୁଆ ଖଳା ଏଇଟା। ଆଉ ଝାଉ ଗଛ ଦେଖନ୍ତୁ, ବହୁତ ସୁନ୍ଦର ଲାଗୁଛି ଭାଇ ଭିଉଟା। ଆଉ ସେଇଠି ଦେଖନ୍ତୁ, ଜୁମ୍ କରିକି ଭଲସେ ଦେଖାଉଛି। ଆଉ ସେଇଠି ଯିବେନି, ବହୁତ ବାଟ। ଏଇଠି ଦେଖନ୍ତୁ, ଏଇଠି ହେଲା ବହୁତ ବଡ଼ ବୋଟ୍। ଆଉ ଏଇଟା ଯାଆନ୍ତି ସମୁଦ୍ର ଭିତରକୁ ଏଇ ବୋଟ୍କୁ ନେଇକି 15 ଦିନ, ଗୋଟେ ସପ୍ତାହ, 10 ଦିନ, 8 ଦିନ ଏମିତି ଆଉ ସବୁ ଯାଆନ୍ତି ଭିତରେ, ସମୁଦ୍ର ଭିତରେ ରୁହନ୍ତି। ତାପରେ ମାଛ ଧରିକି କୂଳକୁ ଭିଡ଼ନ୍ତି। ଏଇଠି ଦେଖନ୍ତୁ, ବରଗୁଡ଼ା ଭାଇ ସେଇଠି ରୁହେ ଏଇ ଆଗରେ। ଆଉ ଏଇଠି ଇଞ୍ଜିନ୍ କାମ କ'ଣ ତାଙ୍କ ପ୍ରୋବ୍ଲେମ୍ ହେଇଛି, ସେଇଥିପାଇଁ ଏଇଠି ଚଢ଼େଇ ଦେଇଛି। ତ ଏମିତି କିଛି ଅଛି ଦେଖନ୍ତୁ ଭାଇ। ଆଉ ପୁରା ଦେଖନ୍ତୁ ଧୂଆଁଳିଆ ହେଇଛି, କାହିଁକିନା ଏବେ କୁହୁଡ଼ି, ଥଣ୍ଡା ଦିନ ତ କୁହୁଡ଼ିଟା ପଡ଼ିଗଲାଣି, ସେଇଥିପାଇଁ ଧୂଆଁଳିଆ ଦେଖାଯାଉଛି। ଆଉ ଏଇଠି ଦେଖନ୍ତୁ କେତେ ଡଙ୍ଗା ଭାଇ ପାଣିରେ ଭାସିଛି, କେତେ ସୁନ୍ଦର ଲାଗୁଛି ଦେଖନ୍ତୁ ଭାଇ। ପୁରା ଅଲଗା ପ୍ରକାର ଲାଗୁଛି ଭାଇ। ଏଇଠି ଜାତୀୟ ପତାକା ଉଡ଼ୁଛି ଭାଇ, ଦେଖନ୍ତୁ ତାଙ୍କ ବୋଟ୍ରେ ବସିକି ରହିଛି। ଏମିତି କିଛି ଅଛି, କୋଉ ପହଞ୍ଚିଗଲି, ମାନେ ପାଖ, ସେଇ ବୋଟ୍ ପାଖ ପହଞ୍ଚିଗଲି। ଆଉ ଏଇଠୁ ଭାଇ କିଛି ମିଟର ଗଲେ, କେତେ ଏଇଠୁ 30 ମିଟର କି 40 ମିଟର ପାଖାପାଖି ଗଲେ, ଏଇଠୁ ମୁଁ ଯେଇଠୁ ଛିଡ଼ା ହେଇକି ଆପଣଙ୍କ ସହିତ ଭିଡ଼ିଓ ସେୟାର କରୁଛୁ, ଏଇଠରୁ ଗଲେ ସେତିକ ଯାଏ 40 ମିଟର। ତାପରେ ଭାଇ ସମୁଦ୍ର ଆଉ ନଦୀ ସହିତ ମାନେ ସଙ୍ଗମ ହେଇଛି। ସେଇଟା ସମୁଦ୍ର ସିଆଡ଼େ ପଳେଇଛି, ନଦୀ ଭାଇ ଏପଟକୁ ଭିତରକୁ ପଳେଇ ଆସିଛି। ସେଇ ଅଲଗା ପ୍ରକାର ସେଇଟା ଗୋଟେ। ଆଉ ଡଙ୍ଗା ଗୁଡ଼ା ଦେଖନ୍ତୁ, ଏପଟକୁ ସେପଟକୁ ହେଉଛି, ପବନ ଦେଉଛି ନା ହାଲୁକା। ଆଉ ଡଙ୍ଗା ଗୁଡ଼ା ଦେଖନ୍ତୁ ଭାଇ, ଏପଟକୁ ଥରେ ସେପଟକୁ ଥରେ ହେଉଛି, ବହୁତ ସୁନ୍ଦର ଲାଗୁଛି ଭାଇ। ଆଉ ସେଇଠି ଗୋଟେ କାହାର ମାନେ କ'ଣ କହିଲ, ଏଇ ଇଞ୍ଜିନ୍, ଛୋଟ ଡଙ୍ଗା ଗୁଡ଼ାକ ସେଇଟା ଆସୁଛି ଏଇପଟକୁ ମାଛ ମାରିକି। ଆଉ ସବୁ ଦେଖନ୍ତୁ, ଏଇଗୁଡ଼ା ଏଇ ଯେ ସବୁ ଜାଲ ବସିଛି ନା, ଇଏ ଦେଖାଯାଉଛି ଦେଖନ୍ତୁ, ସବୁ ମୁଣ୍ଡ ଭଳିଆ ଚାରିଆଡ଼େ ଖାଲି ଦେଖାଯାଉଛି ଦେଖନ୍ତୁ, ବହୁତ ସାରା ମୁଣ୍ଡ ଭଳିଆ ଭାସୁଛି। ସେଇଗୁଡ଼ା ଭାଇ ମାଛ ଧରିବା ପାଇଁ, ମାନେ ଏଇ ଯେ ଚୁଙ୍ଗୁଡ଼ି ମାଛ, କଣ୍ଟିଆ ମାଛ, ଏଇସବୁ ମାଛ ଧରିବା ପାଇଁ ସେଗୁଡ଼ା ସବୁ ବସାଯାଏ। ବେଉଁଦି ଯାକୁ କୁହାଯାଏ, ବେଉଁଦି ଜାଲ, ସେଇଟା ବସାଯାଏ। ଆଉ ସେଇଥିରେ ମାଛ ଧରିକି ଆଣିକି ଏଠି ଶୁଖାଯାଏ। କଣ୍ଟିଆ ମାଛ ସବୁ ସେମିତି ମାନେ ବିକ୍ରି କରିଦିଏ, ଏମିତି କିଛି ହୁଏ। ଆଉ ସେଇଠି ଦେଖନ୍ତୁ, ସେଇଠି ଗୋଟେ ଚଢ଼ା ଅଛି ଭାଇ, ବଡ଼ଚଢ଼ା ତାକୁ କୁହାଯାଏ। ଆଉ ସେଇଠି ବି ଶୁଖୁଆ ଭାଇ, ସେଇଠି ଯାଇକି। ଚାଲ, ତ ଆପଣମାନଙ୍କ ସହିତ ସବୁକିଛି ବୁଲିକି ସେୟାର କଲି। ତ ଚାଲ ଆଉ ଟିକେ ସେଇଠି ପଥର ବନ୍ଧକୁ ଯିବି, ଆଉ ସେଇଠି ଦେଖେଇବି କେମିତି କ'ଣ ପଥର ଅଛି, ସେଇଟା ଦେଖେଇବି। ଆଉ ଚାଲ ଏପଟରୁ ସେଠି ଗଲେ ଆପଣମାନଙ୍କ ସହିତ ସେୟାର କରିବି। ଭାଇ ମୁଁ କହୁଥିଲି କି ବୋଟିଂ ପାଇଁ, ଦେଖନ୍ତୁ ବୋଟିଂ କରିବା ପାଇଁ ଯାଇଥିଲେ, ଆଉ ଏବେ ମାନେ ବୋଟିଂ ସାରି ଫେରିଲେ ଦେଖନ୍ତୁ ଏଇ ଡଙ୍ଗାରେ। ଏଇଠି ଦେଖନ୍ତୁ ବୋଟିଂ ସାରି ଆସିଲେ ମାନେ।
ये देखो आसीगले बोटिंग साइड लगिगला एवं ओह्लैबे से आसीगले हिरो नहीं आसिले हिरो ये देखो भाई आसीगले ये ओह्लैबे ओह्लैबा सिस्टमेटिक देखो भाई पट्टा पकई चलो आप पथर देखे कहते ना पथर बंधर तो चलो देखो ये पथर बंध टिके गोड़ सिलेई गला तले पड़ो आ से देखो ओह्लौं से देखो ओह्लौं आपण मैंने भी आसतु बोटिंग करने एपट देखो भाई केमती कौन पकाऊँ ये देखो फिशिंग रड पाखे पकाऊँ माछ धरने सी भाई देखु जाइए बोटिंग करने से बेंगल आसते भेक्टी लोभर पलि आस देखा देखा माछ पड़ी ना जाऊँगी पुणी फेरिकी आईटी जड़े से दी जन देखो बस पकाउं यहाँ भाई पथर बंध ये बहुत लोक आसती भाई माछ धरने माने बस पकड़ापी फिशिंग रड बहुत लोग प्रबल लोक होती भाई एबे कहीं ना संध्या बेला ना कहीं ना सका सका टाइम तो सका बहुत माछ धर माने आसती पकड़ापी आ माछ भी बहुत पड़े एमती किसी अच्छे आ पूरा संध्या हो गला चलो चलो भाई आप सब किसी बुले देखली आ सब किसी तो मैंने केमती कौन देखली पथर बंध देखली केमती फिशिंग रड पका जाए से देखली बोट देखली बोटिंग देखली आउ कि गछपत्र सब किसी आप सेयार कली नदी सेयार कली सब किसी सेयार कली तो चलो भाई वीडियो जब भल लगू थाए तो सुनिश्चित सब्सक्राइब करके जी जमार भूलें लाइक करेंगे सेयार करेंगे आउ वीडियो को ये एंड कर पुणी देखा हम न्यू वीडियो वीडियोटा हम मजादार से 400 वर्ष पुराणा कौन शिमिली गछ शिमिली गछ मूल कौ माँ पूजा पाँच देखापी चाहते चैनल को सब्सक्राइब कर दिंतु वीडियो बहुत जल्दी आसो यही चैनल तो वीडियो को ये एंड कर शुभ संध्या जय जगन्नाथ।